Hello everyone, welcome to my channel Teach Sunil Education. So ଆଜିର ଏହି ଭିଡ଼ିଓରେ ଆମେ +2 ସେକେଣ୍ଡ ଇୟର୍ର ପଲିଟିକାଲ ସାଇନ୍ସ ୟୁନିଟ୍ 1ର ରାଜନୈତିକ ଦଳର ଆଲୋଚନା କରିବା। ସମ୍ପୂର୍ଣ୍ଣ ୱାନ୍ ସଟ୍ ଭିଡ଼ିଓ ପିଲାମାନେ ଏଇଟା ୱାନ୍ ସଟ୍ ନୋଟ୍ ଗୁଡ଼ାକ ସବୁ ଏଇଟା ଯଦି ତୁମେମାନେ ପଢ଼ିନେବ ତ ବହି ପଢ଼ିବାକୁ ପଡ଼ିବନି। ତୁମର ଯେଉଁ ଇଣ୍ଟରନାଲ୍ ଏକ୍ଜାମ୍ ହେବ ତାର क्वेश्चन पैटर्न ହେଉଛି 1 ମାର୍କର 5ଟା 5 ମାର୍କ, 2 ମାର୍କର 3ଟା 6 ମାର୍କ, 3 ମାର୍କର 3ଟା 9 ମାର୍କ, ତ ଟୋଟାଲ୍ ହେଇଗଲା 20 ମାର୍କ। ତୁମର ଯେଉଁ 20 ମାର୍କର ପରୀକ୍ଷା ହେବ ପଲିଟିକାଲ ସାଇନ୍ସର ଏହି ଦୁଇଟି ଚାପ୍ଟରରୁ ଆସିବ ଗଣତନ୍ତ୍ର ଓ ରାଜନୈତିକ ଦଳ। ତ ପିଲାମାନେ ଆମେ ଗଣତନ୍ତ୍ର ଅଲରେଡ଼ି ଆଲୋଚନା କରିସାରିଛେ। ଯଦି ତୁମେମାନେ ସେଇ ଭିଡ଼ିଓ ଦେଖିନାହିଁ ତ ମୁଁ ଆଇ ବଟନ୍ରେ ଲିଙ୍କ୍ ଦେଇଦେବି, ଆଇ ବଟନ୍କୁ କ୍ଲିକ୍ କରିକି ତୁମେମାନେ ଦେଖିପାରିବ। ତ ଆଜିର ଏହି ଭିଡ଼ିଓରେ ଆମେ ରାଜନୈତିକ ଦଳର ଅର୍ଥ, କାର୍ଯ୍ୟାବଳୀ, ଦଳୀୟ ବ୍ୟବସ୍ଥା ସବୁ କିଛି ଆଲୋଚନା କରିବା। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖ, ରାଜନୈତିକ ଦଳର ଅର୍ଥ କ'ଣ ନା, ରାଜନୈତିକ ଦଳଗୁଡ଼ିକ ଆଧୁନିକ ରାଜନୈତିକର ଜୀବନରେଖା। ମରିସ୍ ଡୁର୍ବଜର, ଏଇଟା ପିଲାମାନେ ସ୍ପେଲିଂ ଟିକେ ମିଷ୍ଟେକ୍ ଅଛି ଏହି ସାମ୍ପଲ୍ ପେପର୍ସରେ। ମରିସ୍ ଡୁର୍ବଜର ମତରେ ରାଜନୈତିକ ଦଳଗୁଡ଼ିକ ହେଉଛି ଗୋଟିଏ ରାଜନୈତିକ ବ୍ୟବସ୍ଥାର କ୍ଷମତା ହାସଲ ଓ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ସଂଗଠିତ ବର୍ଗ ବା ଗୋଷ୍ଠୀ। ତ ମରିସ୍ ଡୁର୍ବଜରଙ୍କର ତାଙ୍କ ମତରେ ସେ କହିଛନ୍ତି ନା, ତାଙ୍କ ମତରେ ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ଗୋଟିଏ ରାଜନୈତିକ ବ୍ୟବସ୍ଥାର କ୍ଷମତା ହାସଲ ଓ ପ୍ରୟୋଗ କରିବା ପାଇଁ ସଂଗଠିତ ବର୍ଗ ବା ଗୋଷ୍ଠୀ ସମାଜ। ତ ତାର କାର୍ଯ୍ୟାବଳୀ ଦେଖ, ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାବଳୀ ହେଲା, ମୁଖ୍ୟତଃ କାର୍ଯ୍ୟାବଳୀ ଗୁଡ଼ିକ ହେଲା, ରାଜନୈତିକ ଦଳଗୁଡ଼ିକ ନିଜର ବିଚାରଧାରା ଓ ଆଦର୍ଶ ସପକ୍ଷରେ ପ୍ରଚାର କରନ୍ତି। ସେମାନେ ସ୍ୱାର୍ଥ ସଂଯୋଗ ଓ ରୂପାନ୍ତର ସହ ସମ୍ପୃକ୍ତ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା, ସରକାର ଗଠନ କରିବା, ବିରୋଧୀ ଦଳର ଭୂମିକା ନିର୍ବାହ କରିବା, ରାଜନୈତିକ ଶିକ୍ଷା ପ୍ରଦାନ କରିବା, ଜନମତ ସଂଗଠିତ କରିବା। ତ ପିଲାମାନେ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ତୁମର ଇଣ୍ଟରନାଲ୍ ଏକ୍ଜାମ୍ରେ ଆସିବ, ନିହାତି ଭାବରେ ଆସିବ। ପିଲାମାନେ ଯଦି ପ୍ରଶ୍ନ ଦେଇଦେବ ରାଜନୈତିକ ଦଳର ମୁଖ୍ୟ କାର୍ଯ୍ୟାବଳୀ ଗୁଡ଼ିକ କ'ଣ, ତ ଏଇଟା ତୁମେମାନେ ଲେଖିପାରିବ। ତ ଆଉ ଗୋଟେ ରିକ୍ୱେଷ୍ଟ କରିବି, ଭିଡ଼ିଓକୁ ସ୍କିପ୍ କରିକି ଦେଖିବନି, ପୁରା ଲାଷ୍ଟ ଯାଏ ଦେଖ, ନହେଲେ କିଛି ବୁଝିପାରିବ ନାହିଁ। ତାପରେ ଦଳୀୟ ବ୍ୟବସ୍ଥା ଦେଖ କ'ଣ, 3 ପ୍ରକାର ଦଳୀୟ ବ୍ୟବସ୍ଥା ଦେଖାଯାଏ। ଦେଖ, ଆମର ଗଣତନ୍ତ୍ରରେ, ଆମ ରାଜନୈତିକରେ 3 ପ୍ରକାର ଦଳୀୟ ବ୍ୟବସ୍ଥା ଦେଖାଯାଏ, ଯଥା ଏକଦଳୀୟ ବ୍ୟବସ୍ଥା, ଦ୍ୱିଦଳୀୟ ବ୍ୟବସ୍ଥା ଓ ବହୁଦଳୀୟ ବ୍ୟବସ୍ଥା। କ'ଣ କ'ଣ ଦେଖ, ଏକଦଳୀୟ ବ୍ୟବସ୍ଥା, ଦ୍ୱିଦଳୀୟ ବ୍ୟବସ୍ଥା ଓ ବହୁଦଳୀୟ ବ୍ୟବସ୍ଥା। ଯେଉଁଠି କେବଳ ଏକମାତ୍ର ରାଜନୈତିକ ଦଳ ଦେଖାଯାଏ ତାହାକୁ ଏକଦଳୀୟ ବ୍ୟବସ୍ଥା କୁହାଯାଏ। ଯେଉଁଠି କେବଳ ଏକମାତ୍ର ଗୋଟିଏ ରାଜନୈତିକ ଦଳ ଦେଖାଯାଏ ତାକୁ ଏକଦଳୀୟ ବ୍ୟବସ୍ଥା କୁହାଯିବ। ବୁଝିହେଲା? ଏହା ପ୍ରକୃତରେ ଦଳୀୟ ବ୍ୟବସ୍ଥାର ପରିପନ୍ଥୀ। 1917 ମସିହାରେ ଏହା ପ୍ରଥମେ ସୋଭିଏତ ରୁଷିଆରେ କାର୍ଯ୍ୟକାରୀ ହେଲା। ଦେଖ, ଏଇଟା ଗୋଟେ MCQ ପ୍ରଶ୍ନ ଆସିପାରେ, କ'ଣ ଦେବ ନା, ଭଲସେ ମନେ ରଖ। 1917 ମସିହାରେ ଏହା ପ୍ରଥମେ ସୋଭିଏତ ରୁଷରେ କାର୍ଯ୍ୟକାରୀ ହୋଇଥିଲା। ତ ପ୍ରଶ୍ନ ଆସିବ ଦଳୀୟ ବ୍ୟବସ୍ଥା ପ୍ରଥମେ କେଉଁଠାରେ ଏବଂ କେତେ ମସିହାରେ କାର୍ଯ୍ୟକାରୀ ହୋଇଥିଲା, ଏହି ପ୍ରଶ୍ନ ଆସିପାରିବ। ତ ତୁମେ ଲେଖିବ 1917 ମସିହାରେ ପ୍ରଥମେ ସୋଭିଏତ ରୁଷରେ କାର୍ଯ୍ୟକାରୀ ହୋଇଥିଲା। ବୁଝିଲା? ପରେ ତୁର୍କୀ, ଇଟାଲୀ, ଜର୍ମାନୀ, ସ୍ପେନ୍, ପର୍ତ୍ତୁଗାଲରେ ଦେଖାଗଲା। ତାପରେ ତୁର୍କୀ, ଇଟାଲୀ, ଜର୍ମାନୀ, ସ୍ପେନ୍, ପର୍ତ୍ତୁଗାଲରେ ଦେଖାଯାଇଥିଲା ଏହି ଦଳୀୟ ବ୍ୟବସ୍ଥାଟି। ଏବେ ଏକଦଳୀୟ ବ୍ୟବସ୍ଥା ଚୀନ, ଭିଏତନାମ, କ୍ୟୁବା, ହଙ୍ଗେରୀ ଇତ୍ୟାଦିରେ ଦେଖାଯାଏ। ଏବେ ଏକଦଳୀୟ ବ୍ୟବସ୍ଥା ବର୍ତ୍ତମାନ କେଉଁଠି ଦେଖାଯାଏ ନା, ଚୀନ, ଭିଏତନାମ, କ୍ୟୁବା, ହଙ୍ଗେରୀ ଇତ୍ୟାଦିରେ ଦେଖାଯାଇଥାଏ। ଯେଉଁଠି ଦୁଇ ମାତ୍ର ମୁଖ୍ୟତଃ ରାଜନୈତିକ ଦଳ ଥାଏ ତାହାକୁ ଦ୍ୱିଦଳୀୟ ବ୍ୟବସ୍ଥା କୁହାଯାଏ। ଏକଦଳୀୟ ବ୍ୟବସ୍ଥାରେ ଗୋଟିଏ ରାଜନୈତିକ ଦଳ ଥାଏ ତାକୁ ଏକଦଳୀୟ ବ୍ୟବସ୍ଥା କୁହାଯାଏ। ଯେଉଁଠି 2 ରାଜନୈତିକ ଦଳ ଥାଏ ତାକୁ ଦ୍ୱିଦଳୀୟ ବ୍ୟବସ୍ଥା କୁହାଯାଏ। ପିଲାମାନେ ଭଲସେ ବୁଝ। ଯେଉଁଠି 2 ମାତ୍ର ମୁଖ୍ୟ ରାଜନୈତିକ ଦଳ ଥାଏ ତାହାକୁ ଦ୍ୱିଦଳୀୟ ବ୍ୟବସ୍ଥା କୁହାଯାଏ। ଏହା ପ୍ରକୃତରେ ଶ୍ରେଷ୍ଠ ବ୍ୟବସ୍ଥା ଅଟେ। ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି
ବ୍ୟବସ୍ଥା ରହିଛି। ଆମେରିକାରେ ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏଭଳି କେଉଁଠି ନା ଦୁଇ ଦଳୀୟ ବ୍ୟବସ୍ଥା ପ୍ରଚଳିତ ଅଛି। ଯେଉଁଠି ଦୁଇରୁ ଅଧିକ ରାଜନୈତିକ ଦଳ ଥାଏ ତାହାକୁ ବହୁଦଳୀୟ ବ୍ୟବସ୍ଥା କୁହାଯାଏ। ଏକ ରାଜନୀତି ଥିବା ତାକୁ ଏକ ଦଳୀୟ ବ୍ୟବସ୍ଥା, ଦୁଇ ଥିବା ଦୁଇ ଦଳୀୟ ବ୍ୟବସ୍ଥା ଏବଂ ଦୁଇରୁ ଅଧିକ ଯଦି ରାଜନୈତିକ ଦଳ ଅଛି ତାକୁ ବହୁଦଳୀୟ ବ୍ୟବସ୍ଥା କୁହାଯିବା। ବହୁଦଳୀୟ ବ୍ୟବସ୍ଥା କେଉଁଠି ପ୍ରଚଳିତ ଅଛି ନା ଭାରତ, ଫ୍ରାନ୍ସ, ଇଟାଲୀ, ସୁଇଜରଲ୍ୟାଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆରେ ଦେଖାଯାଏ। ପ୍ରତ୍ୟେକ ଦଳୀୟ ବ୍ୟବସ୍ଥାରେ କେତେ ଗୁଣେ ସୁଗୁଣ ଓ ଦୁର୍ଗୁଣ ରହିଛି, ବୁଝିଲା। ତ ଭଲସେ ମନେ ରଖିବା ଏଇଟା। ଭାରତରେ ଦଳୀୟ ବ୍ୟବସ୍ଥା ଦେଖିବା ଆମେ। ଭାରତରେ ଦଳୀୟ ବ୍ୟବସ୍ଥା ଦେଖ, ଭାରତ ହେଉଛି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତ ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ରର ଚକ ଭଳି। ଦଳୀୟ ବ୍ୟବସ୍ଥା ଦୃଷ୍ଟିରୁ ଭାରତରେ ଅନେକ ଦଳ ଜାତୀୟ ଓ ଆଞ୍ଚଳିକ ଦେଖାଯାଏ। ସୁତରାଂ ଭାରତ ଏକ ବହୁଦଳୀୟ ବ୍ୟବସ୍ଥା ରାଷ୍ଟ୍ର, ବୁଝିଲା। ପ୍ରକୃତ ଓ ସାଧାରଣ ବୈଶିଷ୍ଟ୍ୟ ତାର ଭାରତରେ ଦଳୀୟ ବ୍ୟବସ୍ଥାର ସାଧାରଣ ବୈଶିଷ୍ଟ୍ୟ ବା ପ୍ରକୃତି କିପରି ଅଛି ନା ଭାରତରେ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖିତ ପ୍ରକୃତି ତଥା ସାଧାରଣ ବୈଶିଷ୍ଟ୍ୟ ପରିଦୃଷ୍ଟ ହୁଏ। ଏଇଟା ବି ମୋଷ୍ଟ ଇମ୍ପୋର୍ଟାଣ୍ଟ ପିଲାମାନେ ତୁମେମାନେ ଟିକେ ଭଲସେ ମନେ ରଖିବ। ଭାରତରେ ବହୁଦଳୀୟ ବ୍ୟବସ୍ଥା ରହିଛି ବା ପ୍ରଚଳିତ ଅଛି। 2 ନମ୍ବରରେ ଦେଖ, ଭାରତୀୟ ଦଳଗୁଡ଼ିକ ସ୍ଥିତି ଓ ସ୍ଥାୟୀ ନ ହୋଇ ସଦା ପରିବର୍ତ୍ତନଶୀଳ। ଭାରତରେ ବହୁଦଳୀୟ ବ୍ୟବସ୍ଥା ସତ୍ତ୍ୱେ ଭାରତୀୟ ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଆଧିପତ୍ୟ ବହୁଦିନ ଥିଲା। 1988 ମସିହାରେ ସବୁ ରାଜନୈତିକ ଦଳଗୁଡ଼ିକ ପଞ୍ଜୀକରଣ ବ୍ୟବସ୍ଥା ରଖାଯାଇଥିଲା। କେତେ ମସିହା ନା 1988, ଏଇଟା ଗୋଟେ ଭଲସେ ମନେ ରଖିବ। 1988 ମସିହାରୁ ସବୁ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ରଖାଯାଇଥିଲା। ପ୍ରଶ୍ନ ଆସିବ କେତେ ମସିହାରୁ ଦଳୀୟ ବ୍ୟବସ୍ଥାର ପଞ୍ଜୀକରଣ ବ୍ୟବସ୍ଥା ରଖାଯାଇଥିଲା ନା 1988 ମସିହାରୁ। ତାପରେ ଅଧିକାଂଶ ଦଳଗୁଡ଼ିକର ଲକ୍ଷଣ, ଆଦର୍ଶ, ଆଭିମୁଖ୍ୟ ଏକା ପ୍ରକାର ହେବ। ଭାରତରେ ଆଞ୍ଚଳିକ ଦଳଗୁଡ଼ିକର ଛତୁ ଫୁଟିଲା ଭଳି ଗଠିତ ହେଉଛି। ଭାରତରେ ଆଞ୍ଚଳିକ ଦଳ କେତେ ଗୁଡ଼ିଏ ବହୁ ଭିନ୍ନ ଆଞ୍ଚଳିକ ଦଳ ଭାରତରେ ଅଛି ପିଲାମାନେ, ଛତୁ ଫୁଟିଲା ଭଳି ବର୍ଣ୍ଣନା କରାଯାଇଛି। ଏଠାରେ ଏକ ଦୃଢ଼ ବିରୋଧୀ ଦଳ ଅଭାବ ରହିଛି। ଦଳବଦଳ ଆଇନ ହେଲା ପରେ ସୁଦ୍ଧା ଦଳବଦଳ ଓ ବିଭାଜନ ଲାଗି ରହିଛି। ପ୍ରାୟ ପ୍ରତ୍ୟେକ ଦଳ ବ୍ୟକ୍ତି କେନ୍ଦ୍ରିକ ନେତୃତ୍ୱ ବିଶିଷ୍ଟ। ଭାରତର ଅନେକ ରାଜନୈତିକ ଦଳ ଅଛନ୍ତି ଯେଉଁଗୁଡ଼ିକ ସାମ୍ପ୍ରଦାୟିକ ଅଟନ୍ତି। ପ୍ରାୟ ପ୍ରତ୍ୟେକ ଦଳରେ ଗୋଷ୍ଠୀ କେନ୍ଦ୍ରିକ ଲାଗି ରହିଛି। କେନ୍ଦ୍ର ଓ ଅନ୍ୟ ରାଜ୍ୟରେ ଏକ ସଂଖ୍ୟାଗରିଷ୍ଠତା ଅଭାବରୁ ମିଳିତ ବା ମେଣ୍ଟ ରାଜନୀତି ଦେଖାଯାଏ। ଏଇଟା ହେଲା। ତାପରେ ଆମର ନିର୍ବାଚନ ସମୟରେ ଲୋକଙ୍କ ମନ ଜାଣିବା ପାଇଁ ଅନେକ ଦଳ ଅନେକ ସ୍ଲୋଗାନ ଦେଇ ଆସିଛନ୍ତି। ତାହାକୁ ତୁଷ୍ଟୀକରଣ ରାଜନୀତି କୁହାଯାଏ। ଦେଖ ଏଇଟା ଗୋଟେ ମନେ ରଖିବ ନା ନିର୍ବାଚନ ସମୟରେ ଲୋକଙ୍କ ମନ ଜିଣିବା ପାଇଁ ଅନେକ ଦଳ ଅନେକ ସ୍ଲୋଗାନ ଦେଇ ସାରିଛନ୍ତି। ତାହାକୁ ତୁଷ୍ଟୀକରଣ ରାଜନୀତି କୁହାଯାଏ। 1967 ମସିହାରୁ ଆଦ୍ୟବଧି ତାମିଲନାଡ଼ୁ, 1967 ମଧ୍ୟପ୍ରଦେଶ, 2008 ତେଲୁଗୁ ଦେଶମ, 1993ରେ ଚାଉଳ ରାଜନୀତି କରିଥିଲା। ଏଇଟା ମନେ ରଖିବ କେଉଁ ମସିହାରେ କେଉଁ ନୀତି ହେଇଥିଲା। ତାପରେ ଅଧିକାଂଶ ଦଳରେ ଶୃଙ୍ଖଳିତହୀନ ଦେଖାଯାଉଥିଲା ଇତ୍ୟାଦି, ବୁଝିଲା। ତାପରେ ମେନ୍ ପଏଣ୍ଟଟା ଏଠି ଆମେ ସମୟ ସାରଣୀଟି ଦେଖିବା, ସର୍ଟ ନୋଟ୍ ଗୁଡ଼ାକ। 1917 ମସିହାରେ ସୋଭିଏତ ରୁଷିଆରେ ବଲସେଭିକ୍ ବିପ୍ଳବ ହୋଇଥିଲା। 1917 ମସିହାରେ ବଲସେଭିକ୍ ବିପ୍ଳବ ହୋଇଥିଲା। 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା। ଭାଜପା 1980 ମସିହାରେ ଗଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି 1924ରେ ଗଠିତ ହୋଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି 1924ରେ ଗଠିତ ହୋଇଥିଲା। ବହୁଜନ ସମାଜ ପାର୍ଟି 1984 ମସିହାରେ ଗଠିତ ହୋଇଥିଲା। ବହୁଜନ ଏଇଟା 1924 ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ବହୁଜନ ସମାଜ ପାର୍ଟି 1944ରେ ଗଠିତ ହୋଇଥିଲା। ଭାରତୀୟ କଂଗ୍ରେସ, ଜାତୀୟ କଂଗ୍ରେସ 1952, 1957, 62, 66, 71, 80, 1984, 91, 2004 ଓ 2009 ମସିହାରେ ସରକାର ଗଠନ କରିଥିଲା। ଏଇଟା ଲଙ୍ଗ କ୍ୱେଶ୍ଚନ୍ ଆସିବ। ଭାରତୀୟ ଜାତୀୟ କଂଗ୍ରେସ 1977, 89, 98, 99 ମସିହାରେ ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରିଥିଲା। ମୁଖ୍ୟ ବିରୋଧୀ ଦଳର ଏବଂ ଭାରତରେ ପଞ୍ଚଦଶ ଲୋକସଭା ଗଠନ ପାଇଁ ଏପ୍ରିଲ ଏବଂ ମଇ 2009ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଏଥିରେ କଂଗ୍ରେସ ଓ ତାର ସହଯୋଗୀ ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଡକ୍ଟର ମନମୋହନ ସିଂ ପ୍ରଧାନମନ୍ତ୍ରୀଙ୍କ ବଳରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। କିଏ ନା ଡକ୍ଟର ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ୱ ବଳରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଏବଂ ଭାଜପା ଲାଷ୍ଟ ଦେଖ ଭାଜପା 1996 ମସିହାରେ ମାତ୍ର 13 ଦିନ ପାଇଁ ସରକାର ଗଠନ କରିଥିଲା। ଭାଜପା ଭାରତୀୟ ଜନତା ପାର୍ଟିଟା ପରେ 1998ରେ 13 ମାସ ପାଇଁ ଏବଂ 1999ରୁ 2004 ପର୍ଯ୍ୟନ୍ତ ପୁନଃ 2014 ମସିହାରେ ଭାଜପା କେନ୍ଦ୍ର ସରକାର ଗଠନ କରିଥିଲା। ପିଲାମାନେ ଏଇଟା ଥିଲା ତୁମର ସମ୍ପୂର୍ଣ୍ଣ ନୋଟ୍ସ। ଏଇଟା ବହିରେ ମିଳିବ ନା ପିଲାମାନେ। ତ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ ଓ ସାଙ୍ଗମାନଙ୍କ ସହିତ ସେୟାର କରିବେ।